ତେବେ ସାଙ୍ଗମାନେ ଆଜିର କିଛି ସୁନ୍ଦର ଅନୁଚିନ୍ତା ଆସନ୍ତୁ ଶୁଣିବା। ଅନୁଚିନ୍ତା 1। ମଣିଷର ରାଗ କେବେ କୌଣସି ସମାଧାନ କରିପାରେ ନାହିଁ, ବରଂ ଏହା ସବୁକିଛି ଧ୍ୱଂସ କରିଦେଇଥାଏ। ତ ସାଙ୍ଗମାନେ ଅନୁଚିନ୍ତା ନମ୍ବର 2। ଜୀବନ ହେଉଛି ଗୋଟିଏ ଏମିତି ଗଣିତ ଯାହାକୁ କଷିବା ପାଇଁ ପ୍ରତିଦିନ ପ୍ରତି ମୁହୂର୍ତ୍ତରେ ନୂଆ ନୂଆ ସୂତ୍ରର ପ୍ରୟୋଗ କରିବା ପାଇଁ ପଡ଼େ। ତ ଅନୁଚିନ୍ତା ନମ୍ବର 3। ସୁନ୍ଦର ଲୋକମାନେ ସବୁବେଳେ ଭଲ ହୋଇନଥାନ୍ତି, କିନ୍ତୁ ଭଲ ଲୋକମାନେ ସବୁବେଳେ ସୁନ୍ଦର ହିଁ ହୋଇଥାନ୍ତି। ଅନୁଚିନ୍ତା ନମ୍ବର 4। ହଠାତ୍ ରାଗିଯାଇ କିଛି କରିବା ପୂର୍ବରୁ ଅନ୍ତତଃ ଥରେ ଭାବନ୍ତୁ, କାରଣ ପ୍ରତ୍ୟେକ ରାଗ ଜୀବନରୁ କିଛି ନା କିଛି ଛଡ଼େଇ ନିଏ। ଅନୁଚିନ୍ତା ନମ୍ବର 5। ଆସନ୍ତୁ ଶୁଣିବା। ନିଜ ଖୁସିର ଦାୟିତ୍ୱ ନିଜ ହାତରେ ରହିଥାଏ। ନିଜ ଖୁସି ପାଇଁ ଯଦି ଅନ୍ୟ ଉପରେ ନିର୍ଭରଶୀଳ ହେବା, ତେବେ ଦୁଃଖ ତ ନିଶ୍ଚିନ୍ତ ଭାବରେ ମିଳିବ। ଅନୁଚିନ୍ତା ନମ୍ବର 6ରେ କ'ଣ ରହିଛି ଆସନ୍ତୁ ଜାଣିବା। ଜୀବନରେ ଶାନ୍ତିରେ ରହିବା ପାଇଁ 2ଟି ମାର୍ଗ। କ୍ଷମା କରିଦିଅ ତାଙ୍କୁ ଯାହାକୁ ତୁମେ ଭୁଲି ପାରିବ ନାହିଁ, ଭୁଲିଯାଅ ସେମାନଙ୍କୁ ଯାହାକୁ ତୁମେ କ୍ଷମା କରିପାରିବ ନାହିଁ। ଅନୁଚିନ୍ତା ନମ୍ବର 7ରେ କ'ଣ ରହିଛି? ଛୋଟ ହେଉ ବା ବଡ଼, ଭୁଲ ତ ହୋଇଥାଏ। ଏହାକୁ ଅଣଦେଖା ନ କରି ନିଜ ଭୁଲକୁ ସୁଧାରିବାକୁ ଚେଷ୍ଟା କରିବା, କାହିଁକି ନା ଛୋଟିଆ କଣାଟିଏ ଗୋଟିଏ ବଡ଼ ଡଙ୍ଗାକୁ ପାଣିରେ ବୁଡ଼େଇ ଦେବାର କ୍ଷମତା ରଖିଥାଏ। ଅନୁଚିନ୍ତା ନମ୍ବର 8। ଯିଏ ରାଗରେ ବି ଭୁଲ କରନ୍ତି ସେ ବଦଳି ଯାଆନ୍ତି, ହେଲେ ଯିଏ ଆତ୍ମଗର୍ବରେ ଭୁଲ କରନ୍ତି ସେ କେବେ ବି ବଦଳନ୍ତି ନାହିଁ।